ହେଲା ଆପଣ ଦେଖିବେ ଯେ ଆସାମରେ ଯାହା ହେଲା ପଶ୍ଚିମବଙ୍ଗରେ ଯାହା ହେଲା ଓଡ଼ିଶାରେ ସେଟା ଘଟିବା ପାଇଁ ଯାଉଛି ଏବଂ ଏସ୍ଆଇଆର୍ ନାଁରେ ଯେଉଁ ପ୍ରକାର କାରସାଦି କରାଯାଉଛି ସେଟା ଗଣତନ୍ତ୍ର ପ୍ରତି ବିପଦ। ଆପଣ ଭୋଟର ଲିଷ୍ଟର ପୁନର୍ଲିଖନ କରନ୍ତୁ, କାହାରି ଆପତ୍ତି ନାହିଁ। ଯେଉଁମାନେ ଫେକ୍ ଭୋଟର ତାହାକୁ କାଟନ୍ତୁ, ଆପଣ ଆମର କାହାରି ଆପତ୍ତି ନାହିଁ। ଯେଉଁମାନେ ନୂଆ ଭୋଟର ତାଲିକାରେ ଆସିବା କଥା ତାକୁ ଦିଆଯାଉ, ଆମର କାହାରି ଆପତ୍ତି ନାହିଁ। କିନ୍ତୁ ଏସ୍ଆଇଆର୍ ନାଁରେ ଯେଉଁ ଜେନ୍ୟୁଇନ୍ ଭୋଟରମାନଙ୍କୁ କଟାଯାଉଛି ସେଟା ଗଣତନ୍ତ୍ର ପ୍ରତି ଏକ ବିପଦ ସୃଷ୍ଟି କରୁଛି। ନିର୍ବାଚନୀ ଲାଭ ପାଇଁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଲାଭ ଦେବା ପାଇଁ ଆପଣ କେବଳ ନିଜର ସମର୍ଥକମାନଙ୍କୁ ଭୋଟର ତାଲିକା ଅନ୍ତର୍ଭୁକ୍ତ କରିବେ। ଏ ଯେଉଁମାନଙ୍କ ଉପରେ ଆପଣ ସଂଶୟ ହେବ ଯେ ଆପଣଙ୍କୁ ଭୋଟ ଦେବେ ନାହିଁ ତାକୁ ବିଭିନ୍ନ ଆଳରେ ଆପଣ ଭୋଟର ତାଲିକାରୁ ବାଦ୍ ଦେବେ, ଏଇଟା କେଉଁ ପ୍ରକାର ଗଣତନ୍ତ୍ର? ତେଣୁ ଏଇଟା ଆଗାମୀ ଦିନରେ ଭାରତୀୟ ଗଣତନ୍ତ୍ର ପାଇଁ ଏକ ବିପଜ୍ଜନକ ଅବସ୍ଥା ସୃଷ୍ଟି କରିବା ପାଇଁ ଯାଉଛି। ସାଧୁ ସାବଧାନ। ତେଣୁ ଆମକୁ ଲାଗୁଛି ଏବଂ ଭାରତବାସୀଙ୍କୁ ଲାଗୁଛି ଯେ ସରକାରଙ୍କ ମାନସିକତା ସ୍ପଷ୍ଟ ନୁହେଁ। ଏ ବାବଦରେ ଆବିଳତା ରହିଛି, ସନ୍ଦେହ ରହିଛି, ଅନେକ ପ୍ରଶ୍ନବାଚୀ ରହିଛି। ଆଜି ଯଦି ଓଡ଼ିଶାରେ ଏ କାର୍ଯ୍ୟ ଆରମ୍ଭ ହଉ ହଉ କେତେ ଲକ୍ଷ ଭୋଟର ବାହାରି ଗଲେଣି, 9,80,000 ଭୋଟର ବାହାରି ଗଲେଣି। କେଉଁ ପରିପ୍ରେକ୍ଷୀରେ ଏଇଟା ହେଲା? ଏ ସମସ୍ତେ କ'ଣ ଦେଶ ବାହାରୁ ଆସିଛନ୍ତି ଓଡ଼ିଶାରେ ରହିଛନ୍ତି? ଏମାନେ କେହି ଓଡ଼ିଶାର ବା ଭାରତବର୍ଷର ନାଗରିକ ନୁହନ୍ତି। ଏ ସମସ୍ତେ କ'ଣ ବାଂଲାଦେଶରୁ ପାକିସ୍ତାନରୁ ଆସିଛନ୍ତି? ତେଣୁ ସନ୍ଦେହ ସୃଷ୍ଟି ହେବାର ସ୍ୱାଭାବିକ। ତେଣୁ ନିର୍ବାଚନ କମିଶନ ଆଉ ଥରେ ତା ଉପରେ ଚିନ୍ତା କରନ୍ତୁ ଏବଂ ସ୍ୱଚ୍ଛଳ ଭାବରେ ଏ କାର୍ଯ୍ୟଟି କରାଯାଉ। ଏଇଟା ଆମର ଅନୁରୋଧ। ଦେଖାଯାଉ କ'ଣ ହେଉଛି। ଯେ ଦଳ ଏ ସମ୍ପର୍କେ କିଛି ନିଷ୍ପତ୍ତି ନେଇନି, କିନ୍ତୁ ଏଇଟା କେବଳ ବିଜୁ ଜନତା ଦଳର ପ୍ରଶ୍ନ ନୁହେଁ। ଏଇଟା ଭାରତର ଗଣତନ୍ତ୍ରର ପ୍ରଶ୍ନ, ଗଣତନ୍ତ୍ର ସୁରକ୍ଷାର ପ୍ରଶ୍ନ, ଭାରତବର୍ଷର ନାଗରିକମାନଙ୍କ ଭୋଟ ଅଧିକାରର ପ୍ରଶ୍ନ। ଏଇଟା ପ୍ରତ୍ୟେକ ଭୋଟ ଦେବାର ଅଧିକାରର ପ୍ରଶ୍ନ। ଏଇଟା କେବଳ ଗୋଟିଏ ଦଳର ପ୍ରଶ୍ନ ନୁହେଁ, ଏଇଟା ଗଣତନ୍ତ୍ରର ଭବିଷ୍ୟତର ପ୍ରଶ୍ନ। ଯଦି ଏଇ ପ୍ରକାର କାରସାଦି ଚାଲିବ ତାହେଲେ ବେଶୀ ଦୂର ନୁହେଁ, ବେଶୀ ଦିନ ନୁହେଁ, ଏ ଗଣତନ୍ତ୍ର ବିପଦାପନ୍ନ ହୋଇପଡ଼ିବ।